ସରକାରଙ୍କ ସ୍କୁଲ ପରୀକ୍ଷା ନୀତି ବଦଳିଲା। ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ, ବଦଳିଲା ସ୍କୁଲ ପରୀକ୍ଷା ନିୟମ। ପୁଣି ଫେଲ୍ ହେଲେ ସେହି ଶ୍ରେଣୀରେ ରହିବେ। ସରକାରଙ୍କ ନୀତି ବହୁତ ସୁନ୍ଦର। 2 ମାସରେ ଦେବେ ଆଉ ଥରେ ପରୀକ୍ଷା। ପରୀକ୍ଷାରେ ଫେଲ୍ ହେଲେ ପୁଣି ପରୀକ୍ଷା ଦେବେ ପିଲା। ପଞ୍ଚମ ଓ ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ। ବଦଳିଲା ସ୍କୁଲ ପରୀକ୍ଷା ନିୟମ, ଯେଉଁଥିରେ ଛୁଆମାନେ ବହୁତ ପୁଣି ଫେଲ୍ ହେଲେ ସେହି ଶ୍ରେଣୀରେ ରହିବେ।